Hi friends, welcome to our YouTube channel SBM Coaching Center. Friends, ଆଜି ଆମେ ଏହି ଭିଡ଼ିଓରେ ଦେଖିବା ତୁମର ସପ୍ତମ ଶ୍ରେଣୀର ଇତିହାସ ବହିରେ ଥିବା ଷଷ୍ଠ ଅଧ୍ୟାୟ ମୋଗଲ ସାମ୍ରାଜ୍ୟ ପତନର ପ୍ରଶ୍ନ ଉତ୍ତର। ଏହି ଗୋଟିଏ ଭିଡ଼ିଓରେ ଆମେ ସମସ୍ତ ପ୍ରଶ୍ନ ଉତ୍ତରକୁ ଆଲୋଚନା କରିବା। ଯଦି ଆପଣମାନେ ପ୍ରଥମ କରି ଭିଡ଼ିଓକୁ ଦେଖୁଛନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ନୋଟିଫିକେସନକୁ କ୍ଲିକ୍ କରିଦିଅନ୍ତୁ। ଏହାର ଏକ ନମ୍ବର ପ୍ରଶ୍ନ ହେଲା, କେନ୍ଦ୍ର ଶକ୍ତିର ଦୁର୍ବଳତା କିପରି ମୋଗଲ ସାମ୍ରାଜ୍ୟର ପତନ ଘଟାଇଲା, ଆଲୋଚନା କର। ଦେଖନ୍ତୁ, ଏହାର ଉତ୍ତର, ଔରଙ୍ଗଜେବଙ୍କ ଧର୍ମାନ୍ଧତା ଓ କୁଶାସନ ମୋଗଲ ସାମ୍ରାଜ୍ୟକୁ ପତନାଭିମୁଖୀ କରିଥିଲା। ତାଙ୍କ ପରେ ପରବର୍ତ୍ତୀ ଶାସକମାନେ ସର୍ବଦା ଭୋଗବିଳାସରେ ଲିପ୍ତ ରହିଲେ। ଅମୀର ଓ ରାଜକର୍ମଚାରୀମାନେ ତାଙ୍କର ସ୍ୱାର୍ଥ ହାସଲ ପାଇଁ ବିଭିନ୍ନ ଷଡ଼ଯନ୍ତ୍ରରେ ଲିପ୍ତ ରହିଲେ। ଦିଲ୍ଲୀର ପାଖାପାଖି ଅଞ୍ଚଳ ଓ ସୁଦୂର ପ୍ରଦେଶଗୁଡ଼ିକରେ କେନ୍ଦ୍ରର କର୍ତ୍ତୃତ୍ୱ ରହିଲା ନାହିଁ। ଏହି ସବୁ କାରଣ ଯୋଗୁଁ ମୋଗଲ ସାମ୍ରାଜ୍ୟର ପତନ ଘଟିଥିଲା। ତାପରେ ଖ ନମ୍ବର ଦେଖିବା, ଔରଙ୍ଗଜେବଙ୍କ ଧର୍ମନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ କିପରି ଦାୟୀ ହେଲା? ଔରଙ୍ଗଜେବଙ୍କର ହିନ୍ଦୁ ବିଦ୍ୱେଷ ନୀତି ଅବଲମ୍ବନ କରିଥିଲେ। ସେ ଆକବର ଉଠାଇଥିବା ଜିଜିଆ ଓ ତୀର୍ଥଯାତ୍ରୀ ପୁଣି ପ୍ରବର୍ତ୍ତନ କଲେ। ଆକବର ହିନ୍ଦୁମାନଙ୍କ ଉପରୁ ଜିଜିଆ ଓ ତୀର୍ଥଯାତ୍ରା କର ଉଠାଇ ଦେଇଥିଲେ, କିନ୍ତୁ ଔରଙ୍ଗଜେବ ପୁଣି ଥରେ ଆଉଥରେ ସେହି କର ହିନ୍ଦୁମାନଙ୍କ ଉପରେ ବସାଇଲେ। ହିନ୍ଦୁମାନଙ୍କୁ ରାଜକୀୟରୁ ବା ରାଜକାର୍ଯ୍ୟରୁ ବାହାର କରିଦେଲେ। ଯେତିକି ହିନ୍ଦୁମାନେ ରାଜକର୍ମଚାରୀ ଭାବରେ ଥିଲେ ସେମାନଙ୍କୁ ଔରଙ୍ଗଜେବ କ'ଣ କରିଥିଲେ? ବାହାର କରିଦେଇଥିଲେ। କାହିଁକି ନା ଔରଙ୍ଗଜେବ ଥିଲେ ଜଣେ ନୈଷ୍ଠିକ ମୁସଲମାନ ଏବଂ ତାଙ୍କ ମନ ଭିତରେ ଧର୍ମାନ୍ଧତାର ଭାବ ବଢ଼ିଯାଇଥିଲା। ମୁସଲମାନ ବ୍ୟତୀତ ଅନ୍ୟ ଧର୍ମାବଲମ୍ବୀମାନଙ୍କୁ କଠୋର ଦୃଷ୍ଟିରେ ଦେଖୁଥିଲେ। ଔରଙ୍ଗଜେବଙ୍କ ଏହି ସବୁ ଧର୍ମନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ ହୋଇଥିଲା। ତାପରେ ଦେଖନ୍ତୁ, କେଉଁ କେଉଁ ପ୍ରାଦେଶିକ ଶକ୍ତିମାନଙ୍କର ସ୍ୱାଧୀନତା ଘୋଷଣା ମୋଗଲ ସାମ୍ରାଜ୍ୟର ପତନ ହୋଇଥିଲା? ଦେଖନ୍ତୁ, ମୋଗଲ ସାମ୍ରାଜ୍ୟ ଦୁର୍ବଳ ହୋଇଗଲା ପରେ ଏହା ଅଧୀନସ୍ଥ ପ୍ରଦେଶଗୁଡ଼ିକ ଆସ୍ତେ ଆସ୍ତେ ସ୍ୱାଧୀନ ହେଲେ। ଦାକ୍ଷିଣାତ୍ୟ ଅଯୋଧ୍ୟା ବଙ୍ଗଳା କ୍ରମେ ସ୍ୱାଧୀନ ହୋଇଗଲେ। ଶିବାଜୀଙ୍କ ନେତୃତ୍ୱରେ ମରହଟ୍ଟାମାନେ ଦାକ୍ଷିଣାତ୍ୟରେ ଅହମ୍ମଦନଗର, ବିଜାପୁର, ଗୋଲକୁଣ୍ଡା ଅଧିକାର କଲେ। ଏହିଭଳି ଭାବେ ଅନେକ ପ୍ରାଦେଶିକ ଶକ୍ତି ନିଜର ସ୍ୱାଧୀନତା ଘୋଷଣା କରିବାରୁ ମୋଗଲ ସାମ୍ରାଜ୍ୟର ପତନ ଘଟିଥିଲା। ଏ ଥିଲା ଗ ନମ୍ବର। ପୁଣି ଦେଖିବା ଆମେ ଘ ନମ୍ବରକୁ ଦେଖିବା। ମୋଗଲ ବୈଦେଶିକ ଶତ୍ରୁମାନଙ୍କର ଭାରତ ଆକ୍ରମଣ କିପରି ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ ଉଲ୍ଲେଖ କର। ଦେଖନ୍ତୁ, ମୋଗଲ ଶାସକମାନଙ୍କର ଦୁର୍ବଳତାର ସୁଯୋଗ ନେଇ ବିଦେଶୀ ଶତ୍ରୁମାନେ ଆଗମନ ହେଇଥିଲେ। ଯେଉଁମାନେ ମୋଗଲ ଔରଙ୍ଗଜେବଙ୍କ ପରେ ତାଙ୍କର ଯେଉଁ ଉତ୍ତରାଧିକାରୀ ମାନେ ପରବର୍ତ୍ତୀ ପିଢ଼ିରେ ଆସିଲେ ସେମାନେ ପୁରା ଦୁର୍ବଳ ଥିଲେ। ସେମାନେ ଭୋଗ ବିଳାସରେ ରହୁଥିଲେ, ଶାସନ କାର୍ଯ୍ୟରୁ ବହୁତ ନିବୃତ୍ତ ରହୁଥିଲେ। ସେଥିପାଇଁ ଏହାର ସୁଯୋଗ ଦେଖି ବିଦେଶୀ ଶତ୍ରୁମାନେ ଆସିଥିଲେ। 1739 ଖ୍ରୀଷ୍ଟାବ୍ଦରେ ପାରସ୍ୟର ସମ୍ରାଟ ଦିଲ୍ଲୀ ଆକ୍ରମଣ କରି, ଯାହାକି ନାଦିର ଶାହ, ସେ ବହୁତ ଧନ ସମ୍ପତ୍ତି ଲୁଟ୍ କରିଥିଲେ। ସିନ୍ଧୁ ପ୍ରଦେଶ, ଲାହୋର, କାବୁଲ ଆଦି ପାରସ୍ୟ ସାମ୍ରାଜ୍ୟରେ ମିଶି ଯାଇଥିଲା। ପାରସ୍ୟ ସାମ୍ରାଜ୍ୟରେ ସବୁ ଭାରତର ବିଭିନ୍ନ ଅଞ୍ଚଳ ମିଶିଗଲା। ନାଦିର ଶାହଙ୍କ ପରେ ଆଫଗାନିସ୍ତାନର ଶାସକ ଅହମ୍ମଦ ଶାହ ଅବଦଲୀ 1748 ମସିହାରୁ 1761 ମସିହା ମଧ୍ୟରେ ଅନେକ ଥର ଭାରତ ଆକ୍ରମଣ କଲେ। ଏହି ସବୁ ବିଦେଶୀ ଶତ୍ରୁମାନଙ୍କ ଆକ୍ରମଣ ମୋଗଲ ସାମ୍ରାଜ୍ୟ ପାଇଁ ଦାୟୀ। ତାପରେ ଆମେ ଦେଖିବା 2 ନମ୍ବର। ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦକୁ ବାଛି ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। ସେ କହିଛି, କାହାର ଧର୍ମନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ ଥିଲା? ନା ଔରଙ୍ଗଜେବଙ୍କର ଧର୍ମନୀତି ଯୋଗୁଁ ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ ହେଲା। କିଏ ଭାରତରୁ ମୟୂର ସିଂହାସନ ନେଇଯାଇଥିଲେ? ନାଦିର ଶାହ ଭାରତରୁ ମୟୂର ସିଂହାସନକୁ ନେଇଯାଇଥିଲେ। କେଉଁ ବୈଦେଶିକ ଆକ୍ରମଣକାରୀ ମରହଟ୍ଟାମାନଙ୍କୁ ତୃତୀୟ ପାନିପତ ଯୁଦ୍ଧରେ ପରାସ୍ତ କରିଥିଲେ? ମହମ୍ମଦ ଶାହ ଅବଦଲୀ କ'ଣ କଲେ? ଆକ୍ରମଣକାରୀ ମରହଟ୍ଟାମାନଙ୍କୁ ତୃତୀୟ ପାନିପଥରୁ
ବା ପାନିପଥ ଯୁଦ୍ଧରେ ପରାସ୍ତ କରିଥିଲେ। ତାପରେ ଦେଖନ୍ତୁ କେଉଁ ମସିହାରେ ନାଦିର ଶାହ ଭାରତ ଆକ୍ରମଣ କରିଥିଲେ? 1739 ମସିହା ପିଲେ 1739 ମସିହାରେ ନାଦିର ଶାହ ଭାରତ ଆକ୍ରମଣ କରିଥିଲେ। ତୃତୀୟ ପାନିପଥ ଯୁଦ୍ଧ କେଉଁ ଖ୍ରୀଷ୍ଟାବ୍ଦରେ ହୋଇଥିଲା? 1761 ଖ୍ରୀଷ୍ଟାବ୍ଦରେ ହୋଇଥିଲା। ମୋଗଲ ସାମ୍ରାଜ୍ୟର ପତନ ପାଇଁ ଅର୍ଥନୈତିକ ଓ ଧର୍ମଗତ କାରଣ ମଧ୍ୟରୁ କେଉଁଟି ତୁମକୁ ପ୍ରାଧାନ୍ୟ ଦେବ ଓ କାହିଁକି? ଦେଖନ୍ତୁ ମୋଗଲ ସାମ୍ରାଜ୍ୟ ପତନ ପାଇଁ ଅର୍ଥନୈତିକ ଓ ଧର୍ମଗତ କାରଣ ମଧ୍ୟରୁ ମୁଁ ଅର୍ଥନୈତିକ କାରଣକୁ ଅଧିକ ପ୍ରାଧାନ୍ୟ ଦେବି। କାରଣ ଯେକୌଣସି ରାଜ୍ୟ କିମ୍ବା ରାଷ୍ଟ୍ର ପାଇଁ ଅର୍ଥନୈତିକ ଅବସ୍ଥା ସୁଦୃଢ଼ ହେବା ଆବଶ୍ୟକ। କାହିଁକି ନା ଯେତେବେଳେ ଗୋଟେ ରାଜ୍ୟ ଅର୍ଥନୀତିରେ ଅଗ୍ରଗତି କରିବ ସେ ରାଜ୍ୟ ସେତେ ଉନ୍ନତ ହେବ। ସେଥିପାଇଁ ଅର୍ଥନୈତିକ କାରଣ ନିହାତି ଆବଶ୍ୟକ। ଦୁଇଟି ହେଲା ମୋଗଲ ସାମ୍ରାଜ୍ୟ ବା ଶାସନ କାଳରେ ଜାହାଙ୍ଗୀରଙ୍କ ପତ୍ନୀ ନୁରଜାହାନ ଅର୍ଥନୀତି ପ୍ରତି ଅଧିକ ଦୃଷ୍ଟି ଦେଲେ ନାହିଁ। ଶାହାଜାହାନ ରାଜପ୍ରାସାଦ ଏବଂ ସୌଧ ନିର୍ମାଣ ପାଇଁ ବହୁତ ଅର୍ଥ ବ୍ୟୟ କରିଥିଲେ। ମୋଗଲ ସମ୍ରାଟ ମାନଙ୍କ ଶତ୍ରୁମାନଙ୍କ ସହିତ ବିଭିନ୍ନ ଯୁଦ୍ଧ ଯୋଗୁଁ ରାଜ୍ୟ ମାନଙ୍କରେ ରାଜକୋଷ କଣ ହେଇଥିଲା? ଶୂନ୍ୟ ହୋଇଯାଇଥିଲା। ଯାହା ଫଳରେ କି ବୋଝ ଉପରେ ନଳିତା ବିଡ଼ା ଭଳି ଦୁର୍ଭିକ୍ଷ ହେବା ପରେ ମୋଗଲ ଶାସନ ସମୟରେ ଅର୍ଥନୈତିକ ଅବସ୍ଥା ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା, ଯାହା ମୋଗଲ ସାମ୍ରାଜ୍ୟ ପତନ ପାଇଁ ଦାୟୀ ରହିଲା। ତାପରେ ଦେଖିବା 4 ନମ୍ବର, ମରହଟ୍ଟା ଓ ବଙ୍ଗର ଶାସକ ମଧ୍ୟରୁ କିଏ ମୋଗଲ ସାମ୍ରାଜ୍ୟ ପତନ ପାଇଁ ବେଶୀ ଦାୟୀ ଥିଲେ? ପ୍ରମାଣ ସହ ଦର୍ଶାଅ। ଦେଖନ୍ତୁ ମୋଗଲ ସାମ୍ରାଜ୍ୟର କେନ୍ଦ୍ର ନେତୃତ୍ୱ ଦୁର୍ବଳ ହୋଇପଡ଼ିଥିବା ବେଳେ ଏହାର ସୁଯୋଗ ପ୍ରାଦେଶିକ ଶାସକ ନେଇଥିଲେ। ଶିବାଜୀଙ୍କ ନେତୃତ୍ୱରେ ମରହଟ୍ଟା ମାନେ ଦାକ୍ଷିଣାତ୍ୟରେ କ୍ଷମତା ବିସ୍ତାର କରି ଅହମ୍ମଦନଗର, ବିଜାପୁର ଓ ଗୋଲକୁଣ୍ଡା ରାଜ୍ୟଗୁଡ଼ିକୁ ଆକ୍ରମଣ କରି କେତେକ ଦୁର୍ଗ ଅଧିକାର କରିଥିଲେ। ଫଳରେ ଅନେକ ସ୍ୱାଧୀନ ରାଜ୍ୟର ଅଭ୍ୟୁଦୟ ଘଟିଲା। ତେଣୁ ମୋଗଲ ସାମ୍ରାଜ୍ୟ ଧୀରେ ଧୀରେ କଣ ହେଇଗଲା? ସଂକୁଚିତ ହୋଇଗଲା। ପୁଣି ବିଲେ ବଙ୍ଗଳାର ଶାସକ ମଧ୍ୟ ବଙ୍ଗ ସହ ଓଡ଼ିଶା ଓ ବିହାରକୁ ମିଶାଇ ଗୋଟେ ବଡ଼ ଅଞ୍ଚଳ ଅଧିକାର କରିଥିଲେ ବା ନିଜ ଅଧିକାର ବଡ଼ ଅଞ୍ଚଳ ଉପରେ ସ୍ୱାଧୀନତା ବିସ୍ତାର କଲେ। କିଏ ନା ବଙ୍ଗଳାର ଶାସକ ବଙ୍ଗ, ବିହାର, ଓଡ଼ିଶା ଏ ତିନୋଟି ଯାକ ଅଞ୍ଚଳକୁ ଏକାଠି କରି ଏହା ଉପରେ ସ୍ୱାଧୀନତା ଘୋଷଣା କଲେ ବଙ୍ଗ ସରକାର। ପୁଣି ଉପରୋକ୍ତ କାରଣ ଜଣାପଡ଼େ ଯେ ମରହଟ୍ଟା ଓ ବଙ୍ଗର ଶାସକମାନଙ୍କ ମଧ୍ୟରୁ ଉଭୟ ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ। ମାତ୍ର ନୂତନ ସ୍ୱାଧୀନତା ଅଞ୍ଚଳର ପରିସୀମା ମଧ୍ୟରୁ ମରହଟ୍ଟା ମାନେ ଅଧିକ ଦାୟୀ ଥିଲେ। ତାପରେ 5 ନମ୍ବର ଦେଖ, କେଉଁ ବୈଦେଶିକ ଆକ୍ରମଣ ମୋଗଲ ସାମ୍ରାଜ୍ୟର ବିଶେଷ କ୍ଷତି ଘଟାଇଥିଲା ଏବଂ କାହିଁକି? ନା ମୋଗଲ ଶାସକ ମାନଙ୍କ ମଧ୍ୟରେ ବା ଶାସନ ସମୟରେ ପାରସ୍ୟ ସମ୍ରାଟ ନାଦିର ଶାହ ଆଫଗାନର ଶାସକ ଅହମ୍ମଦ ଶାହ ଅବଦଲି ଭାରତ ଆକ୍ରମଣ କରିଥିଲେ। ନାଦିର ଶାହ ଦିଲ୍ଲୀ ଆକ୍ରମଣ କରି ବହୁତ ଧନରତ୍ନ ଲୁଣ୍ଠନ କରିଥିଲେ। ମୟୂର ସିଂହାସନ ଓ କୋହିନୂର ହୀରା ଭାରତରୁ ଇରାନକୁ ବା ପାରସ୍ୟକୁ ନେଇ ପଳେଇଥିଲେ। ପୁଣି ସିନ୍ଧୁ ପ୍ରଦେଶ, ଲାହୋର ଓ କାବୁଲ ଅଞ୍ଚଳକୁ ନିଜ ସାମ୍ରାଜ୍ୟରେ ମିଶାଇ ମୋଗଲ ସାମ୍ରାଜ୍ୟର ବିଶେଷ କ୍ଷତି ଘଟାଇଥିଲେ। 1761 ମସିହାରେ ଆଫଗାନିସ୍ତାନର ଶାସକ ତୃତୀୟ ପାନିପତ ଯୁଦ୍ଧରେ ମରହଟ୍ଟା ମାନଙ୍କୁ ପରାସ୍ତ କରିଥିଲେ। ପରେ ୟୁରୋପ ଶକ୍ତି ବିଶେଷ କରି ଇଂଲଣ୍ଡରେ ବା ଭାରତରେ ରାଜ୍ୟ ବିସ୍ତାର କରିଥିଲା। ଏହା ଥିଲା ପିଲାମାନେ ଆପଣମାନଙ୍କର ମୋଗଲ ସାମ୍ରାଜ୍ୟର ପତନ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ନୋଟିଫିକେସନକୁ କ୍ଲିକ୍ କରିଦିଅନ୍ତୁ। ରହୁଛି ବନ୍ଧୁଗଣ, ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖା ହେବ। ଜୟ ଜଗନ୍ନାଥ।